ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କ ଗତକାଲି ଗିରଫ ହେବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କଟକ ଏସ୍ସିଜେଏମ୍ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ସେ ଏବେ ଚୌଦ୍ୱାର ଜେଲରେ। ନିକିତାଙ୍କ ବାପା ଓ ସନାତନ ବେହେରାଙ୍କ ଅଭିଯୋଗ ଆଧାରରେ ଲିପନଙ୍କୁ 2 ଦିନ ହେଲା ଅଟକ ରଖି ପୋଲିସ ପଚରାଉଚରା କରୁଥିଲା। ଗତକାଲି ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ଲିପନଙ୍କୁ ଗିରଫ କରାଯାଇଛି। ନିକିତାଙ୍କ ମୃତ୍ୟୁ ପାଇଁ ଲିପନ ଦାୟୀ ବୋଲି କଟକ ଡିଏସ୍ପି କହିଛନ୍ତି। ସ୍ୱାମୀଙ୍କ ଠେଲାପେଲାରେ ନିକିତା ଛାତ ତଳୁ ପଡ଼ିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ 4 ତାରିଖରେ ରାତିରେ ମହାନଦୀ ବିହାରସ୍ଥିତ ନିକିତାଙ୍କ ବାପା ଘରେ ଉଭୟ ନିକିତା ଓ ସ୍ୱାମୀ ରିପନ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁହେଁ ଘରର ଛାତ ଉପରକୁ ଯାଇ ଝଗଡ଼ା କରିଥିଲେ। ଏହି ସମୟରେ ନିକିତା ଛାତ ଉପରୁ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ନିକିତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 5 ତାରିଖ ଦିନ ନିକିତାଙ୍କ ମୃତ୍ୟୁ ହୋଇଥିଲା। 6 ତାରିଖରେ ନିକିତାଙ୍କ ବାପା ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ। ନିକିତାଙ୍କ ଶାଶୁ ଶ୍ୱଶୁର ମଧ୍ୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ। ତେବେ ରିପନ ଗିରଫ ହେବା ପରେ ତାଙ୍କ ଭଉଣୀ ସୋନମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିବା ସହ ଘରୋଇ ହିଂସା ଓ ଶାଶୁଘର ଲୋକଙ୍କ ନିର୍ଯାତନା ପାଇଁ ଏପରି ହୋଇଥିବା ପୋଲିସ କହିଥିବା ଅଭିଯୋଗକୁ ମିଛ ବୋଲି ନିକିତାଙ୍କ ନଣନ୍ଦ ସୋନମ କହିଛନ୍ତି। ଆଶା କরি ଏହି ଭିଡିଓଟି ଆପଣଙ୍କୁ ନିହାତି ଭାବେ ଭଲ ଲାଗିଥିବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର କମେଣ୍ଟ କରିବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ହଁ ଦର୍ଶକ ବନ୍ଧୁ, ସେୟାର କରି ଆପଣ ସାଙ୍ଗମାନଙ୍କୁ ନିହାତି ଭାବେ ଜଣାଇ ଦିଅନ୍ତୁ। ଧନ୍ୟବାଦ ଦର୍ଶକ ବନ୍ଧୁ।